বর্তমান সময়ের পাণিপাগ বিভাগ তরফর পাণিপাগকু নেই কিছু নূয়া আপডেট আসিছে। 18 জেলাকু ঘন কুহুড়ি সতর্কতা, 2 দিন পরে বড়িব শীত প্রকোপ। নয়াগড়, ঢেঙ্কানাল, বৌদ্ধ, পারাদীপ, কেন্দ্রাপড়া, জগতସିଂହପୁର, ଗୋପାଳପୁର, ରାଉରକେଲା, ପାରଳାଖେମୁଣ୍ଡି, କୋରାପୁଟ, ଫୁଲବାଣୀ, ଭୁବନେଶ୍ୱର, ସମ୍ବଲପୁର, ଭବାନୀପାଟଣା, ଚାନ୍ଦବାଲି, ବାରିପଦା ଏବଂ ହୀରାକୁଦ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଘନ କୁହୁଡି ଯୋଗୁଁ ବିମାନ ଉଡାଣ ଓ ଅବତରଣରେ ବିଳମ୍ବ ହେଉଥିବା ବେଳେ ରେଳ ଚଳାଚଳ ବିଳମ୍ବ ହେଉଛି। ତେବେ ଆସନ୍ତୁ ପାଣିପାଗର ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା, କିନ୍ତୁ ତା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭିଡିଓଟିକୁ ଆପଣମାନଙ୍କ ସାଙ୍ଗସାଥୀ ମାନଙ୍କୁ ବହୁ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡିଓ ଦେଖୁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହା ଦ୍ୱାରା ଆଗକୁ ପାଣିପାଗ ସମ୍ବନ୍ଧୀୟ ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ସୂଚନା ଅନୁଯାୟୀ ଦୃଶ୍ୟମାନେ କମ୍ ରହିବା କାରଣରୁ ଗାଡି ମଟର ଚଳାଚଳରେ ସମସ୍ୟା ଉପୁଜୁଛି। ଅନେକ ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। 5 ତାରିଖ ଅର୍ଥାତ୍ ଆଜି ଘନ କୁହୁଡି ପାଇଁ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ସାରା ରାଜ୍ୟରେ ଶୀତ ଅନୁଭୂତ ହେଉଥିବା ବେଳେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ରାତି ତାପମାତ୍ରା 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବଢିବ, କିନ୍ତୁ ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ଫଳସ୍ୱରୂପ ଆହୁରି ଅଧିକ ଶୀତ ପଡିବ। ସୋମବାର ଅର୍ଥାତ୍ ଆଜି 8ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ 7.5 ଡିଗ୍ରୀ, କୋରାପୁଟରେ 8.1 ଡିଗ୍ରୀ, ଉଦୟଗିରିରେ 9.6 ଡିଗ୍ରୀ, ବୌଦ୍ଧରେ 9.8 ଡିଗ୍ରୀ, ଅନୁଗୁଳରେ 8.9 ଡିଗ୍ରୀ, ରାଉରକେଲାରେ 9.6 ଡିଗ୍ରୀ, ଝାରସୁଗୁଡାରେ 9.8 ଡିଗ୍ରୀ, ଭୁବନେଶ୍ୱରରେ 12.5 ଡିଗ୍ରୀ ଏବଂ କଟକରେ 12 ଡିଗ୍ରୀ ରହିଛି। କିଛି ଅଞ୍ଚଳରେ ତାପମାତ୍ରା ବଢିଥିବା ବେଳେ ଆଉ କିଛି ଅଞ୍ଚଳରେ ତାପମାତ୍ରା ସ୍ଥିର ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ରବିବାର ଅର୍ଥାତ୍ ଗତକାଲି ସକାଳ ସମୟରେ ଜଗତସିଂହପୁର, ଢେଙ୍କାନାଳ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାକୁ ଘନ କୁହୁଡିରୁ ଅତି ଘନ କୁହୁଡି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ସେହିପରି ସୋମବାର ଅର୍ଥାତ୍ ଆଜି ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ବାଲେଶ୍ୱର, ଅନୁଗୁଳ, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।